ତାହେଲେ ଆମ ସହରର ସବୁଠୁ ବଡ ରାଣ୍ଡ ମାଗିଆ ହଉଛି ମୁଁ। ନାଇଁ ନାଇଁ ଭାଇ ଏଟା ଆପଣ କେମିତି କଥା କହିଲେ? ଏ ସହରର ସବୁଠୁ ବଡ ରାଣ୍ଡ ମାଗିଆ ହଉଛି ମୁଁ। ନାଇଁ 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 ଏ ସହରର ସବୁଠୁ ବଡ ରାଣ୍ଡ ମାଗିଆ ହଉଛି ମୁଁ। ମୋ ଚୁଟି କଳା ଅଛି ଆଉ ତମର ଜଣଙ୍କର ଚୁଟି ପଡିଛି ଆଉ ଜଣଙ୍କର ଧଳା। ତମେ ଗୋଟେ କେତେ ବଡ ଚୁତିଆ ଡାକିବି? ଆରେ ଶଳା ମୁଁ ଏତେ ଚୁତିଆ ଦେଖିଛି କିନ୍ତୁ ତମ ଭଳିଆ ଚୁତିଆ ମୁଁ ଦେଖିନି ରେ। ତମ ଭଳିଆ ଚୁତିଆ ମୁଁ ଦେଖିନି କେବେ ବି। ଗଜରି ଏଠି କଣ କରୁଛି? ଆಯ್ୟା ଇଏ ସହରର ସବୁଠୁ ବଡ ଧନୀ ଲୋକ ବା ତମେ, ସବୁଠୁ ବଡ ଜ୍ଞାନୀ ଲୋକ ତମେ, କୋଟି କୋଟି ଟଙ୍କା ସବୁ ରଖୁଛ। ତମେ ଜାଣିନ ଚୁତିଆ ମାଗିଆ ମାନେ କଣ? ଚୁତିଆ ମାଗିଆ ମାନେ ସେଇଆ ଯୋଉଟା ତମେ ଆଗରୁ ଜାଣିଥିଲ ଆଉ ଏବେ ଯୋଉଟା ବୁଝୁଛ। ଇଏ ତମକୁ ଯୋଉଟା ବୁଝଉଛନ୍ତି ସେଇଟା ତମର ଚୁତିଆ କାଟୁଛନ୍ତି ଚୁତିଆ। ଆଉ ତମେ ବି ନିଜ ଗାଣ୍ଡିକି ଦେଖେଇ ଦଉଛ। ଆଉ ଗୋଟେ କୋଉ ଗୋଟେ ଲେଡିଜ ଆବାଜ ଶୁଭୁଥିଲା କଣ ସୁନ୍ଦରୀ ସେ ସବୁଠୁ ବଡ ସହରର। ତାକୁ କଣ କଲା ହୁରୁହୁରିରେ ବେଦି ଛିଣ୍ଡାଳି କୁହାଯାଏ। ଆଲୋ ହଇଲୋ ତୁ ସତରେ ଗୋଟେ ବଡ ବେଦି ଛିଣ୍ଡାଳି। ତୁ ଜାଣିଲୁ ବେଦି ଛିଣ୍ଡାଳି ମାନେ କଣ? ତୁ କହୁଛୁ ମୁଁ ଏ ସହରର ସବୁଠୁ ବଡ ବେଦି ଛିଣ୍ଡାଳି? ଶଳା ହାରାମଜାଦା ଟୋକା ଆମ ଏରିଆକୁ ଆସିକି ଆମ ଏରିଆର ବାରରେ ବସିକି ତୁ ଆମ ଗାଳି ଦଉଛୁ। ଦେଲାଟି ଦେଲାଟି ତମକୁ ପୁଣି ଚୁତିଆ ପରି ଦେଲାଟି। ଏଡିକିଟି ଟୋକା ତା ମୁଣ୍ଡରେ କେତେ ବୁଦ୍ଧି ଦେଖ ଆମକୁ ବହୁତ ଚୁତିଆ ପରିଗଲା। କଣ ଦରକାର ଅଛି କହୁନୁ? ସେ କଥା ନ କହିକି ଦେଖୁନୁ ମୋଡାକୁ ସେପଟୁ କରିକି ବାହା ଭଳିଆ ଛିଡା ହେଇଛି। ଶୁଣ ଗୁଟକା ଭାଇ ତତେ ଆଉ ଗଜରିକି ମୁଁ ଏଇଥିପାଇଁ ଡାକିଛି କାରଣ ଆମେ ସମସ୍ତେ ମିଶିକି ରହିଲେ ଭଲ ହବ। ଆମେ ଯଦି ଅଲଗା ଅଲଗା ହେଇକି ଯଦି କାମ କରିବା ତାହେଲେ ଆମେ କିଛି ବି କରିପାରିବାନି। ଆମର ସବୁ କାମରେ ସେ ମୁଣ୍ଡ ପୁରଉଛନ୍ତି କାଠିଆ ଦୀପୁ। ତାଙ୍କୁ ସ୍ମାର୍ଟ ନ କଲା ପର୍ଯ୍ୟନ୍ତ ଆମକୁ ମିଶିକି କାମ କରିବା ପାଇଁ ପଡିବ। ସଇଲା ନାଇଁ ନାଇଁ ତୋର ସଇଲା ବାଳ କଥା। ଏତେ ବର୍ଷ ହେଲାଣି ତାର ବାଳ ଗୋଟେ ବଙ୍କା କରି ପାରିଲାନି କହିବା କଣ ତାକୁ ସ୍ମାର୍ଟ କରିବ ଇଏ। ଆବେ ଗୁଟକା ମୋ କଥା ଟିକେ ମନ ଧ୍ୟାନ ଦେଇକି ଶୁଣ। ମୋର କହିବା ମାନେ ହଉଛି ତାକୁ ଜୀବନରୁ ମାରିବା ନୁହଁ, ତାକୁ ସବୁଦିନ ପାଇଁ ପଙ୍ଗୁ କରିଦେବା କିମ୍ବା ଘରେ ବସେଇ ରଖିବା। ଆଉ ତୁ ବି ମୋ କଥା ମନ ଧ୍ୟାନ ଦେଇକି ଶୁଣ। ସେ ହଉଛି କାଠିଆ 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 ସିଏ। ତାକୁ ମାରିବା ପଙ୍ଗୁ କରିବା ସାରା ଜୀବନ ପାଇଁ ଘରେ ବସେଇକି ରଖିବା ଏତେ ସହଜ କଥା ନୁହଁ। ସେଇଥିପାଇଁ ତୁ ଆଜି ପର୍ଯ୍ୟନ୍ତ ମୋ ତଳେ ଅଛୁ ମୋ ଉପରକୁ ଯାଇପାରୁନୁ। ଟିକେ ମୁଣ୍ଡ ଲଗା ଟିକେ ମୁଣ୍ଡ। କିଏ କହିଲା ଆମେ କରିବା ଆମେ କରିପାରି କଥାରେ ନାହିଁ ହାତରେ ନହେଲେ ଭାତରେ ମାରିବା ପାଇଁ ପଡିବ। ଆଉ ସେଇ ଭାତଟା କୋଉଠୁ ଆସିବ? ସେଇ ଭାତ ହଉଛି କାଠିଆର ବାପା କାଠିଆର ବାପା। ହଇରେ କୁଣ୍ଡା ଖିଆ ଗୁଣ୍ଡା ତୁ କଣ ଭାବୁଛୁ କାଠିଆ ବାପା ଆମରି ଭଳିଆ ଚୁତିଆ ଖାଲି ଖାଲି ଯାଇକି କାଠିଆକୁ ବାଡେଇକି ପଙ୍ଗୁ କରିଦବ? ସେଇଟା ତ ହଉଛି କଥା। ଆମକୁ ଗୋଟେ ଏମିତି ପ୍ଲାନିଂ କରିବା ପାଇଁ ପଡିବ, ଏମିତି କିଛି କ୍ରିଏଟ କରିବା ପାଇଁ ପଡିବ ଯୋଉଥିପାଇଁ କାଠିଆ ବାପା କାଠିଆକୁ ବାଟେଇ ବାଟେଇ ତା ଗୋଡ ହାତ ଭାଙ୍ଗିଦବ। ଆଉ ତାପରେ ନା ସେ ଘରୁ ବାହାରକୁ ବାହାରି ପାରିବ ନା ଆମ କାମରେ ସେ ମୁଣ୍ଡ ପୁରେଇବ। ତାପରେ ଆମେ ଏରିଆର ପୁରା ରାଜ କରିବା ରାଜ। ବିକୁ ଦାଦା ତୋ କଥାରେ ଦମ ଅଛି। କିଛି ଗୋଟେ ପ୍ଲାନିଂ ଗୋଟେ କରିବା ପାଇଁ ପଡିବ। ହଁ ହଁ